ମୋ ନାଁ ସଲମା हो, ବାପାଙ୍କ ନାଁ ପୀତାମ୍ବର हो, ଆମ ଘର ବନ୍ଧ ସାହି। ମୋ ନାଁ ସାର हो, ମୋ ବାପା ନାଁ ପୀତାମ୍ବର हो। ଆମେ ଗରିବ ଲୋକ, ଆମେ ଇଆଡ଼େ କାମ ଦାମ ମିଳିଲାନି। ତାପରେ ଆମ ବାଲେଶ୍ୱର ଲୋକ ଗୋଟେ ଆସିଥିଲା, ସିଏ ଆମକୁ ଡାକି ନେଇଗଲା, କହିଲା ଚାଲ ଗୁଜୁରାଟ, ସେଇଠି କାମ ଦାମ କରିବ। ସେଇଠିକି ପଳେଇଗଲୁ। ଆଉ ଆମେ ଏକୁଟିଆ ବି ଯାଇନଥିଲୁ, ଆମ ସାଙ୍ଗରେ 4 ଜଣ ଯାଇଥିଲେ। ସେଇମାନେ ଚାଲାକ ବୋଲି ସେଇମାନେ ପଳେଇ ଆସିଲେ। ଆମେ ଝିଅ ଛୁଆ ଆମେ ଆସିପାରୁନୁ ନାହିଁ, ସେଇପାଇଁ ଆମେ ସେଇଠି ରହିଗଲୁ, ଆଉ ଆସିବାକୁ ଦେଲେନି। ଆମେ 2 ବର୍ଷ ହେଇଗଲୁ ସିଆଡ଼େ ରହିଥିଲୁ। ଆମେ କାମ କରୁଥିଲୁ 12 ଘଣ୍ଟା, ଆଉ ସେଇଠି ଖାଇବା ହଉଥିଲା, ଭାତ ନି ଖାଉଥିଲୁ। ଆଉ ସେଇଠି ଆମର କପଡ଼ା ଫପଡ଼ା ଆମେ ଦୋକାନରୁ ଆଣା, ଆଉ କିଛି ଦିଅନ୍ତି ନାହିଁ ସେଇଠି। ଆଉ ପଇସା ପତ୍ର ଦେଇନାହିଁ। ଆମ ଆସିଲା ବେଳେ ଦେଇଛି ଖାଲି 10,000 ଆଉ 2ଟା ମୋବାଇଲ ଦେଇଛନ୍, ଆଉ ଦେଇନାହାନ୍ତି ପଇସା। ହଁ ମନ କରିଥିନୁ, ତାପରେ କହିଥିନୁ ତାକୁ ବି ମାଲିକ କହିଲା ଛୁଆ ଆସୁ ତାପରେ ତମେ ଯିବ। ଛୁଆନି ତାର ରହୁନାହାନ୍ତି, ଆଉ ସେଇପାଇଁ ଛାଡ଼ୁ ନଥିଲେ। ତାପରେ ଏଇଠି ଆସିଲା ପରେ ଇଆଡ଼େ କମ୍ପ୍ଲେନ୍ ଦେଲା ପରେ ତାପରେ କହିଲା ପଳେଇ ଯାଅ। ଏଇ ପାଇଁ ଆମେ ପଳେଇ ଆସିନୁ। ସିଆଡ଼େ ଏତେ ଦିନ ରହିଗଲୁ ନା, ପଇସା ପତ୍ର ନେଇ ଦେଇନାହାନ୍ତି। ଖାଲି ଧନ୍ୟବାଦ ଜଣାଉଛି ଆମ ପୁଲିସ ଅଫିସରକୁ ଆଉ ଲେବର ଅଫିସରକୁ, ଆଉ ସେଇମାନେ ଫେରାଇ ଆଣିବାରୁ ଧନ୍ୟବାଦ। ନାଟା ସୁଗେହ 2 ବର୍ଷ ହେଲାନି ମୋର ଝିଅ ଭାଇ ଯାଇଥିଲେ କାମ କରିବା ପାଇଁ, ଗରିବ ଲୋକ ମୁଁ ପଠେଇଥିଲି। ମୁଁ କହିଲି ଛୁଆଙ୍କୁ ଗଲେ ଯୁଆଡ଼େ 2 ପଇସା ମୋତେ ଆଣିକି ଦେବେ। ଦେଖିଲା ବେଳକୁ ଗୋଟେ ନାଲି ପଇସା 2 ବର୍ଷର ଗୋଟେ ପଇସା ଆସିଲାନି ଘରକୁ, ଆଉ ତାଙ୍କୁ ସୁଦ୍ଧା ପଟେଇଲାନି। ଆମେ ଯେତେ ଫୋନ କଲା ବେଳକୁ ମାଲିକ ଧରୁଥିଲା ନାହିଁ, ସିଏ ଫୋନ ଧରୁଥିଲା ନାହିଁ, ସିଏ ଏଇ ଫୋନ ଉଠଉଥିଲା ନାହିଁ। ସେଇ ଦିଶରୁ ଆମେ ଆମର ପୁଲିସ ମାନଙ୍କୁ ଆମେ କହିନୁ, ଯେମିତି ଆମ ଛୁଆ ଗୁଡ଼ାକ ଯେମିତି ଧନ୍ୟବାଦ ଆମକୁ ଫେରେ ଆଣିକି ଦେଲେ ଯେ ହାତର ଗୋଟେ ପଇସା ଛୁଆଙ୍କୁ ହାତର ଦେଲେ ନାହିଁ। 2 ବର୍ଷର ପଇସା ଗୋଟେ ମିଳିନି। ଆମର ପ୍ରେସିସନ ଆମର ଅଛନ୍ତି ଏଇ ପୁଲିସ ଷ୍ଟେସନ, ସେ ଆମକୁ କେମିତି ଆମେ ପଇସା ପାଇମୁ। ଆମ ଝିଅ ଖଟିଥିଲେ, ପରିଶ୍ରମ କରିଥିଲେ, ଆଉ ଗୋଟେ ପଇସା ତ ମିଳିଲାନି। ଆଉ କେମିତି ଆସିବୁ ଟିକେ ଆମକୁ ଆମର ସୋଧ୍ୟମାନ କରିଥିବ ତ କେମିତି ମିଳିବ ପଇସା। ଝିଅ ତ ଦେଇନାହାନ୍ତି, 10,000 କାର୍ଡ ଦେଇଛି ସେତିକି। 2 ବର୍ଷ ହେଲା ଖଟିତେ ଯାଇଥିଲୁ 2 ଭଉଣୀ, ଦରମା ମିଳିନି। ଠିକାଦାର ଆମ ପଇସା ଖାଇ ଦେଇଛନ୍ତି, ସେ କୁଆଡ଼େ ଚାଲି ଯାଇଛନ୍ତି, ଆଉ ଫେରିଲେନି। ଆଉ ଆମେ ଚାହୁଁଛୁ ସରକାରକୁ ନିବେଦନ ନ୍ୟାୟ ମିଳୁ, ପଇସା ପାଇବୁ।